नमस्कार श्रोता बंधु, स्वागत करुछि डिवाइन वर्ल्ड को। गीतार से अमृतमय बाणी को चलतु शुणा। कौन आपणक मन शांत अच्छी? अनावश्यक चिंता आपणक निद हदाई देउछि? मने रखंतु, एही संसार सबुठारु बड़ युद्ध कौनसी मनुष्य सह नुहे बरं निजर मन सह होइथाए। ଯେଉଁ ମନ ଆପଣଙ୍କୁ ସଫଳତାର ଶୀର୍ଷକୁ ନେଇଯାଏ, ସେହି ମନ ଯଦି ଆପଣଙ୍କ ନିୟନ୍ତ୍ରଣରେ ନାହିଁ, ତେବେ ସେହି ମନ ଆପଣଙ୍କୁ ବିପଥଗାମୀ କରାଇଥାଏ। ନିଜର ତୁଳନା କାହା ସହ କର ନାହିଁ। ଭଗବାନ ପ୍ରତ୍ୟେକ ଜୀବକୁ ସ୍ୱତନ୍ତ୍ର କରି ଗଢ଼ି ତୋଳିଛନ୍ତି। ମାଛ କେବେ ବି ଗଛ ଚଢ଼ିପାରିବ ନାହିଁ କି ସିଂହ ପାଣିରେ ପହଁରି ପାରିବ ନାହିଁ। ଆପଣଙ୍କ ଭିତରେ କେଉଁ ଗୁଣ ଲୁଚିକି ଅଛି ତାକୁ ଚିହ୍ନନ୍ତୁ ଆଉ ନିଜ ରାସ୍ତା ନିଜେ ତିଆରି କରନ୍ତୁ। ସଙ୍ଗତିର ପ୍ରଭାବ ଜୀବନରେ ବହୁତ ହୋଇଥାଏ। ଖରାପ ସଙ୍ଗତିରେ ପଡ଼ି ନିଜକୁ ନଷ୍ଟ କରିବା ଅପେକ୍ଷା ଏକୁଟିଆ ରହିବା ଭଲ। ଶାନ୍ତ ରୁହନ୍ତୁ, କିନ୍ତୁ ଲକ୍ଷ୍ୟ ଉପରେ ଏକାଗ୍ରତା ରଖନ୍ତୁ। ଜୀବନର ସବୁବେଳେ କୃତଜ୍ଞ ରୁହନ୍ତୁ। ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ, ଏଥିପାଇଁ ନୁହେଁ ଯେ ସେ ଆପଣଙ୍କୁ କଷ୍ଟ ଦେଇଛନ୍ତି, ବରଂ ଏଥିପାଇଁ ସେହି କଷ୍ଟକୁ ସହିବାକୁ ଆପଣଙ୍କୁ ଶକ୍ତି ଦେଇଛନ୍ତି। ମନେ ରଖନ୍ତୁ, ମନର ସରଳତା ହିଁ ଜୀବନର ଅସଲ ସୌନ୍ଦର୍ଯ୍ୟ। ଜୀବନ ଆପଣଙ୍କୁ ବହୁତ କିଛି ପରାମର୍ଶ ଦେଇଥାଏ, କିନ୍ତୁ ଆପଣ ସତ୍ୟତାକୁ ଜାଣିଛନ୍ତି। ନିଜର ନିଷ୍ପତ୍ତି ନିଜେ ନିଅନ୍ତୁ। ନିଜ ଉପରେ ବିଶ୍ୱାସ ରଖନ୍ତୁ। ପ୍ରତ୍ୟେକ ଦିନ, ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଘଟଣା ଆପଣଙ୍କୁ କିଛି ନା କିଛି ଶିଖାଇଥାଏ। ଫରକ ଏତିକି, ଆପଣ ସେଥିରୁ କ'ଣ ଶିଖୁଛନ୍ତି, ଏହା ଆପଣଙ୍କ ଉପରେ ନିର୍ଭର କରେ। ଶ୍ରୀକୃଷ୍ଣ କହନ୍ତି, ମନୁଷ୍ୟ ତା'ର କର୍ମ ଦ୍ୱାରା ତା'ର ଭାଗ୍ୟ ଲେଖିଥାଏ। ସଫଳତା ଓ ବିଫଳତା କେବଳ ଏହି କଥା ଉପରେ ନିର୍ଭର କରେ ଯେ ଆପଣ ନିଜ ଉପରେ କେତେ ବିଶ୍ୱାସ କରନ୍ତି। ଯଦି ନିଜ ଉପରୁ ଭରସା ତୁଟିଗଲା, ତେବେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ ନାହିଁ। କୃଷ୍ଣ କହୁଛନ୍ତି, ଫଳର ଆଶା ଛାଡ଼ି କେବଳ କର୍ମ ଉପରେ ଧ୍ୟାନ ଦିଅ। ଯେତେବେଳେ ଆପଣ କୌଣସି କର୍ମକୁ ପୂର୍ଣ୍ଣ ନିଷ୍ଠା ଓ ଭକ୍ତିରେ କରୁଛନ୍ତି, ସେତେବେଳେ ସେହି କର୍ମ ପୂଜା ପାଲଟିଯାଏ। ଫଳ ଦେବା ଦାୟିତ୍ୱ ଭଗବାନଙ୍କର। ଶ୍ରୀକୃଷ୍ଣ କହିଲେ, ଅହଙ୍କାରୀ ଲୋକ ଭାବେ ଯେ ସେ ସବୁ କରୁଛି, କିନ୍ତୁ ନିୟତିର ସବୁ କାର୍ଯ୍ୟ ବିଧି ନିର୍ଦ୍ଦିଷ୍ଟ। ଆପଣ ଯେତେ ଭଲ ହେଲେ ମଧ୍ୟ କାହାର ନା କାହାର ଜୀବନରେ ଆପଣ ଖରାପ ହୋଇଥିବେ। ତେଣୁ ଲୋକ କ'ଣ କହିବେ, ସେଥିରେ ଧ୍ୟାନ ନ ଦେଇ ନିଜର କର୍ତ୍ତବ୍ୟ ଉପରେ ଧ୍ୟାନ ଦିଅ। ଯଦି ଆପଣଙ୍କ ବିରୋଧରେ କିଏ କିଛି କହୁଛି, ତେବେ ଶାନ୍ତ ରୁହନ୍ତୁ। ନୀରବତା ହେଉଛି ସବୁଠାରୁ ବଡ଼ ପ୍ରତିଶୋଧ। ଶ୍ରୀକୃଷ୍ଣ କହନ୍ତି, ମନୁଷ୍ୟର ସବୁଠୁ ବଡ଼ ଅସ୍ତ୍ର ହେଉଛି ତା'ର ଶବ୍ଦ। ତେଣୁ ଶବ୍ଦର ପ୍ରୟୋଗ ବହୁତ ଭାବିଚିନ୍ତି କରିବା ଉଚିତ, କାରଣ ଏହି ବୋଲାଯାଇଥିବା ଶବ୍ଦ ହିଁ ମଣିଷକୁ କାହା ହୃଦୟରେ ସବୁଦିନ ପାଇଁ ସ୍ଥାନ ଦେଇଥାଏ ଓ କାହା ହୃଦୟରୁ ସବୁଦିନ ପାଇଁ ବାହାର କରିଦେଇଥାଏ। ଶବ୍ଦ ହେଉଛି ସେହି ତୀର, ଯାହା ଧନୁରୁ ବାହାରିଗଲେ ଆଉ ଫେରେ ନାହିଁ। ତେଣୁ ଶ୍ରୋତାବନ୍ଧୁ, ଆପଣ ନିଜ ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ। ଦେଖିବେ, ଜୀବନ ବହୁତ ସୁନ୍ଦର ହୋଇଯାଇଥାଏ। ଜୟ ଶ୍ରୀକୃଷ୍ଣ।